ଆପଣ କେବେ ଭାବିଛନ୍ତି ଜଣେ ମଣିଷ ଦିନ ରାତି ପରିଶ୍ରମ କରେ, ସବୁ ନିୟମ ମାନି ଚାଲେ, ସଭ୍ୟ ହୋଇ ରହେ, ତଥାପି ହଠାତ୍ ଦିନେ ତାର ପୁରା ଜୀବନ ଧ୍ୱଂସ ହୋଇଯାଏ। ସେ ପୁରାପୁରି ବର୍ବାଦ ହୋଇଯାଏ। ଆଉ ସେହି ବର୍ବାଦୀ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ନଥାଏ, ବରଂ ଥାଏ ମାତ୍ର ଗୋଟାଏ ଭୁଲ। ହଁ, ଆଜି ମୁଁ ଆପଣଙ୍କୁ କୌଣସି କାଳ୍ପନିକ କାହାଣୀ ଶୁଣାଇବାକୁ ଆସିନାହିଁ। ମୁଁ ସେହି ସତ୍ୟ ବିଷୟରେ କହିବା ପାଇଁ ଆସିଛି, ଯାହା ଆପଣ ପ୍ରତିଦିନ ନିଜ ଚାରିପାଖରେ ଦେଖୁଛନ୍ତି। ହୋଇପାରେ ଆଜି ଏହି ମୁହୂର୍ତ୍ତରେ ଆପଣ ମଧ୍ୟ ନିଜ ଜୀବନରେ ସେହି ସମାନ ଭୁଲ କରୁଛନ୍ତି, ଯାହା ଆଗକୁ ଯାଇ ଆପଣଙ୍କ ସର୍ବନାଶର ମୂଳ କାରଣ ସାଜିବ। ମଣିଷ ଜଣାତରେ ହେଉ କିମ୍ବା ଅଜାଣତରେ ହେଉ, ନିଜ କ୍ରୋଧବଶତଃ କିଛି ନା କିଛି ଏମିତି ଭୁଲ କରିଦିଏ, ଗୋଟିଏ ଛୋଟିଆ ନିଷ୍ପତ୍ତି ମଣିଷର ପୁରା ଜୀବନକୁ ବର୍ବାଦ କରିଦିଏ। ସେହି ସମୟରେ ତାକୁ ସେହି ଜାଗାରୁ ହଟାଇବା ପାଇଁ, ସେହି ଭୁଲ ନ କରିବା ପାଇଁ କେତେ ଯେ ଲୋକ ଚେଷ୍ଟା କରିଥାନ୍ତି। ଯେତେବେଳେ ମଣିଷଟି ସେହି ଭୁଲ କରିଦିଏ, ତାର ଜୀବନର ସବୁ କିଛି ବର୍ବାଦ ହୋଇଯାଏ, ସେ ଭଗବାନଙ୍କୁ ଦୋଷ ଦେବା ଆରମ୍ଭ କରିଦେଇଥାଏ। କିନ୍ତୁ ସେ ଭୁଲିଯାଏ ଯେ ଭଗବାନ ସବୁବେଳେ ସବୁ ସମୟରେ ଆସିନଥାନ୍ତି। ସେ କୌଣସି ନା କୌଣସି ରୂପରେ ଆସିକରି ଆମକୁ ସେହି ବିପଦଟି ନ କରାଇବା ପାଇଁ ବାରମ୍ବାର ଆମକୁ ଅବଗତ କରାଇଥାନ୍ତି। କିନ୍ତୁ ଏହି ମୂର୍ଖ ମଣିଷ ତାହା ନ ଜାଣି ଭୁଲ କରି ବସେ ଏବଂ ଯେତେବେଳେ ଦୁଃଖର ପାହାଡ଼ ତା ମୁଣ୍ଡ ଉପରେ ପଡ଼ିଯାଏ, ସେ ଭଗବାନଙ୍କୁ ଗାଳି ଦେବା, ଅବିଶ୍ୱାସ କରିବା ଆରମ୍ଭ କରିଦେଇଥାଏ। କେତେ ଯେ ଲାଞ୍ଛନା ଦେଇଥାଏ ସେହି ଭଗବାନଙ୍କୁ, ଯେଉଁ ଭଗବାନ ତା ପାଇଁ ଦିନେ କଥା କହୁଥିଲେ, ସେହି ଭଗବାନ ପଥର ପାଲଟି ଯାଇଥାନ୍ତି। ଯେମିତିକି ଭଗବାନ ଏହି ଦୁନିଆରେ ହିଁ ନାହାନ୍ତି। ଚାଲନ୍ତୁ, ମୁଁ ଆଜି ଆପଣଙ୍କୁ କହିବି କେମିତି ଆପଣ ନିଜର ଜୀବନରେ ସେହି ଭୁଲକୁ ଦୋହରାଇବେନି। କେମିତି ଆପଣ ଜାଣିବେ ଯେ ଆପଣ ଯେଉଁ ଭୁଲ କରୁଛନ୍ତି, ସେହି ଭୁଲ ଆଗରୁ କ'ଣ ଆପଣଙ୍କର ବର୍ବାଦୀର ମୂଳ କାରଣ ସାଜିପାରେ, ଏବଂ କିପରି ଆପଣ ସେହି ଭୁଲ ନ କରିବା ପାଇଁ ନିଜକୁ ଚେଷ୍ଟା କରାଇବେ, ଅର୍ଥାତ୍ ନିଜକୁ ପ୍ରସ୍ତୁତ କରାଇବେ। ଗୋଟିଏ ସୁନ୍ଦର ମଣିଷ ନିଜେ ନିଜକୁ କରି ଗଢ଼ି ତୋଳିବେ, ଯାଦ୍ୱାରା ଜୀବନରେ ଆଗକୁ କେବେ ଭୁଲ ହେବ ନାହିଁ। ଏବଂ ଆପଣ ଅନ୍ୟମାନଙ୍କୁ ବି ଶିଖାଇବେ, ନିଜର ଅନୁଭୂତିକୁ ଅନ୍ୟମାନଙ୍କୁ ନିହାତି ଶିଖାଇବେ, ଯାଦ୍ୱାରା ସେମାନେ ବି କିଛି ବି ଭୁଲ କରିବା ଆଗରୁ 100 ଥର ନିଜକୁ ପଚାରିବେ। ଆଜିଠାରୁ ପ୍ରାୟ 5000 ବର୍ଷ ପୂର୍ବେ କୁରୁକ୍ଷେତ୍ରର ମହାଯୁଦ୍ଧ ମୈଦାନରେ ଯେତେବେଳେ ମହାବୀର ଅର୍ଜୁନ ନିଜର ସମ୍ପର୍କୀୟମାନଙ୍କୁ ସାମ୍ନାରେ ଦେଖି ଭାଙ୍ଗି ପଡ଼ିଥିଲେ, ସେତେବେଳେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମାନବ ଜାତିକୁ ଏକ ପରମ ସତ୍ୟର ଜ୍ଞାନ ଦେଇଥିଲେ। ଶ୍ରୀମଦ୍ ଭଗବଦ୍ ଗୀତା, ଯାହା କେବଳ ଏକ ଧାର୍ମିକ ଗ୍ରନ୍ଥ ନୁହେଁ, ବରଂ ମଣିଷ ଜୀବନର ସବୁ ସମସ୍ୟାର ସମାଧାନ। ଗୀତାରେ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମଣିଷକୁ ନଷ୍ଟ କରିବା ପାଇଁ ବାହାର ଶତ୍ରୁର ଆବଶ୍ୟକତା ନାହିଁ। ମଣିଷର ଗୋଟିଏ ଭୁଲ, ତାର ଗୋଟିଏ ଦୁର୍ଗୁଣ ହିଁ ତାର ପୁରା ଜୀବନକୁ ଜଳାଇ ପାଉଁଶ କରିଦେବା ପାଇଁ ଯଥେଷ୍ଟ। ଚାଲନ୍ତୁ ଆଜି ଅତି ସହଜ ଭାଷାରେ ବୁଝିବା ସେହି ମାରାତ୍ମକ ଭୁଲଟି ପ୍ରକୃତରେ କ'ଣ।
ଦର୍ଶକ ବନ୍ଧୁ, ଆପଣ ଭଗବତ ଗୀତା ପଢ଼ିଛନ୍ତି କି ନ ପଢ଼ିଛନ୍ତି ମୁଁ ଜାଣିନି। ପ୍ରକୃତରେ ଗୀତା ପଢ଼ିବା ଯେତିକି ଜରୁରୀ ନୁହଁ, ତାର ପ୍ରତ୍ୟେକଟି ଶ୍ଲୋକର ମର୍ମ ବୁଝିବା, ତାର ଅର୍ଥ ବୁଝିବା ସେତିକି ଦରକାର। ଯିଏ ଭଗବତ ଗୀତାର ସବୁ ଅଂଶକୁ ଭଲ ଭାବରେ ବୁଝି ସାରିଛି, ସେ ଜୀବନରେ କେବେ ବି ବିଫଳ ହେବ ନାହିଁ। ମଣିଷ ବୁଝିବା ପାଇଁ ଚେଷ୍ଟା କରେ ନାହିଁ, କେବଳ ଦୋଷ ଦେବାକୁ ଲାଗିଥାଏ। ଭଗବାନ ଶ୍ରୀକୃଷ୍ଣ ଗୀତାର 2ୟ ଅଧ୍ୟାୟର 62 ଏବଂ 63 ନମ୍ବର ଶ୍ଲୋକରେ ମଣିଷର ବର୍ବାଦୀର ପୁରା କ୍ରମକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଧ୍ୟାୟତ ବିଷୟାନ୍ ପୁଂସଃ ସଙ୍ଗସ୍ତ୍ରେ ସୁପୂଜାୟତେ ସଙ୍ଗାତ୍ ସଞ୍ଜାୟତେ କାମଃ କାମାତ୍ କ୍ରୋଧ ଅଭିଜାୟତେ କ୍ରୋଧାତ୍ ବଭତି ସମ୍ମୋହଃ ସମ୍ମୋହାତ୍ ସ୍ମୃତି ବିଭ୍ରମଃ ସ୍ମୃତି ଭ୍ରଂଶାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି। ଏହି ଶ୍ଲୋକର ଅର୍ଥ ବହୁତ ଗମ୍ଭୀର। ଏହା କୌଣସି ଚମତ୍କାର କଥା ନୁହେଁ, ଏହା ହେଉଛି ମନସ୍ତତ୍ତ୍ୱ। ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ମଣିଷ କୌଣସି ଜିନିଷ, କୌଣସି ବ୍ୟକ୍ତି କିମ୍ବା କୌଣସି ଖରାପ ଅଭ୍ୟାସ ବିଷୟରେ ବାରମ୍ବାର ଚିନ୍ତା କରେ, ସେତେବେଳେ ତାର ସେହି ଜିନିଷ ପ୍ରତି ଆସକ୍ତି ବଢ଼ିଯାଏ। ଆସକ୍ତିରୁ ଜନ୍ମ ନିଏ କାମନା ବା ପାଇବାର ତୀବ୍ର ଇଚ୍ଛା। ଆଉ ଯେତେବେଳେ ସେହି ଇଚ୍ଛା ପୂରଣ ହୁଏ ନାହିଁ, ସେତେବେଳେ ଜନ୍ମ ନିଏ କ୍ରୋଧ ବା ରାଗ। ରାଗ ଆସିଲେ ମଣିଷର ବିବେକ ନଷ୍ଟ ହୋଇଯାଏ। ସେ ଭଲ ମନ୍ଦ ଭୁଲିଯାଏ, ବୁଦ୍ଧିଭ୍ରଷ୍ଟ ହୋଇଯାଏ। ଆଉ ଯେଉଁ ମଣିଷ ବୁଦ୍ଧି ନଷ୍ଟ ହୋଇଗଲା, ତାର ସର୍ବନାଶ ସୁନିଶ୍ଚିତ। କିନ୍ତୁ ଆପଣ ଭାବୁଥିବେ, ଏହି ସବୁ ଭିତରେ ସେହି ଗୋଟିଏ ଭୁଲ କ'ଣ, ଯାହା ଜଣେ ସାଧାରଣ ମଣିଷକୁ ରାଜାରୁ ଫକୀର ବନାଇଦିଏ। ସେହି ସବୁଠାରୁ ବଡ଼ ଭୁଲଟି ହେଉଛି ଅନ୍ଧ ଆସକ୍ତି କିମ୍ବା ତୁରନ୍ତ ସୁଖ ପାଇବାର ଲୋଭ। ଆଜିର ସମୟରେ ଆମେ ଏହାକୁ ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବା। ମନେ କରନ୍ତୁ, ଜଣେ ଯୁବକ ଅଛି, ସେ ବହୁତ ମେଧାବୀ, ପାଠପଢ଼ାରେ ଭଲ, କିନ୍ତୁ ଦିନେ ସେ ନିଜ ସାଙ୍ଗମାନଙ୍କ ସହ ମିଶି କୌଣସି ଏକ ଖରାପ ନିଶାଦ୍ରବ୍ୟ କିମ୍ବା ଅନଲାଇନ୍ ଗେମ୍ ବା ଖେଳିବା ଆରମ୍ଭ କଲା। ପ୍ରଥମ ଦିନ ସେ ଭାବିଲା, ମୁଁ ତ କେବଳ ମନୋରଞ୍ଜନ ପାଇଁ ଖେଳୁଛି, ମୁଁ ଏଥିରେ ଫସିବି ନାହିଁ। ଏହା ହିଁ ତାର ପ୍ରଥମ ଓ ସବୁଠାରୁ ବଡ଼ ଭୁଲ ଥିଲା। ସେ ଭାବିଲା ସେ ନିଜ ମନକୁ କଣ୍ଟ୍ରୋଲ କରିପାରିବ। କିନ୍ତୁ ଗୀତାରେ ଶ୍ରୀକୃଷ୍ଣ କହୁଛନ୍ତି, ମନ ଏତେ ଚଞ୍ଚଳ ଯେ ଏହା ବଡ଼ ବଡ଼ ଜ୍ଞାନୀମାନଙ୍କୁ ମଧ୍ୟ ବାଟବଣା କରିଦିଏ। ଧୀରେ ଧୀରେ ସେହି ଜିନିଷ ପ୍ରତି ତାର ଆସକ୍ତି ବଢ଼ିଲା। ସେ ନିଜର ସବୁ ଟଙ୍କା ହରାଇବାକୁ ଲାଗିଲା। ଯେତେବେଳେ ଟଙ୍କା ସରିଗଲା, ତାର ଇଚ୍ଛା ପୂରଣ ହେଲା ନାହିଁ, ସେତେବେଳେ ତାର କ୍ରୋଧ ଏବଂ ମାନସିକ ଚାପ ବଢ଼ିଗଲା, ଯାହାକୁ ଆମେ ଡିପ୍ରେସନ ବୋଲି କହୁଛେ। ନିଜର ସେହି ଭୁଲକୁ ଲୁଚାଇବା ପାଇଁ ସେ ମିଛ କହିଲା, ଚୋରି କଲା, ନିଜ ପରିବାରକୁ ଧୋକା ଦେଲା। ଫଳରେ କ'ଣ ହେଲା? ତାର କ୍ୟାରିୟର ଶେଷ ହୋଇଗଲା, ପରିବାର ଉଜୁଡ଼ିଗଲା ଏବଂ ସମାଜରେ ତାର ଇଜ୍ଜତ ମାଟିରେ ମିଶିଗଲା। ବାସ୍ ଗୋଟିଏ ଛୋଟିଆ ଭୁଲ, କେବଳ ଥରୁଟିଏ ଚେଷ୍ଟା କରିବା ଏବଂ ପୁରା ଜୀବନକୁ ବର୍ବାଦ କରିଦେବା। ଆଚ୍ଛା ଦର୍ଶକ ବନ୍ଧୁ, ଆପଣଙ୍କର ବି ଆଖପାଖରେ ଏମିତି କେହି ଭୁଲ ତ ନିଶ୍ଚୟ କରୁଥିବ। ଯଦି ଆପଣ ବି ନିଜ ଜୀବନରେ, ଚାଲ ଥରେ ଏହାକୁ ଚେଷ୍ଟା କରିବା, ମୁଁ କ'ଣ ଏହାର ଅଭ୍ୟାସରେ ପଲଟି ଯିବି? ଆଜ୍ଞା, ଏହା ହିଁ ଆପଣଙ୍କର ଛୋଟିଆ ଭୁଲ, ଯାହାକି ଆପଣଙ୍କ ପୁରା ଜୀବନକୁ ବର୍ବାଦ କରିଦେବ। କିଛି ବି କରିବା ଆଗରୁ ବୁଦ୍ଧିମାନ ମଣିଷ 100 ଥର ଚିନ୍ତା କରିଥାଏ। କାହିଁକି ଆମେ ଏହି ଭୁଲ କରୁ? କାହିଁକି କରୁ? ଆପଣ ନିଜକୁ ପଚାରନ୍ତୁ, କାହିଁକି ଆମେ ଜାଣିଶୁଣି ଏହି ଭୁଲ କରୁ? ଗୀତାରେ ଅର୍ଜୁନ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଏହି ସମାନ ପ୍ରଶ୍ନ ପଚାରିଥିଲେ। ହେ କୃଷ୍ଣ, ମଣିଷ ନ ଚାହିଁଲେ ମଧ୍ୟ କେଉଁ ଶକ୍ତି ତାକୁ ଜବରଦସ୍ତି ପାପ କର୍ମ ଆଡ଼କୁ ଟାଣି ନେଇଯାଏ? ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଇ କହିଲେ,
काम एष क्रोध एष रजोगुण समद्भुवः महासो न महापाप्नः विघ्ने न मिह बैराणम। अर्थात यह हेउची कामना एवं क्रोध जहा रज गुणरू सृष्टि हुए। यह हेउची मनिषर सबुठारु बड़ शत्रु। आजिर दुनिया रे एही शत्रु भिन्न भिन्न रूप रे आम सामना को आसुची। सोशल मीडिया रो अंध व्यवहार, रील्स किंबा शॉर्ट्स देखी घंटा घंटा समय नष्ट करिबा। काई आपण कोन रील्स बनै परिबेनी? आपण निजरो बाकी समय को एठी सेठी नष्ट करूचंती। जदि आपण गोटे गृहिणी, जदि आज आपण को पाखरे कोनोसी चाकरी नाही, व्यवसाय करबा को कोनोसी पैसा नाही, तले आपण रील्स देखिबा बदल रे रील्स बनांतु तो। किंतु आजिर एही समाज, आजिर एही मनिष एहा करिबा पई सबु बेले पछगुंचा देई थाए। खराब संगत जेउ माने आपण को आपण को लक्ष्य रु दूरे नियंती, आपण तांको पछर ही जानती, शेषरे बर्बाद होई जानती। एवं किछि लोक शॉर्टकट रु धनी हेबारे लोभ देखांती। कोनोसी परिश्रम न करी राताराती सफल हेबार प्रयास करिथांती। जेमिति कोनोसी लॉ ऑफ अट्रैक्शन करिदबा, किंबा कोनोसी बाबा पाखकु चली जिबा, कोनोसी अगोरी पाखकु चली जिबा, एया करिदबा सेया करिदेबा, एया पछरे जो दौड़ी थांती। किंतु प्रकृत रे मूल कारण हेउची कर्म। कर्म करिबा भूली जानती। जदि गोटे जगह रे आपण बारंबार असफल हेउचंती, थरुटे तो चेष्टा करंतु, कोन आ गोटे रास्ता आपण को पई कोन खोला नाही? जदि सेम जिंस डॉक्टर एपीजे अब्दुल कलाम भाबी थांते, ताहाले से एते बड़ मिसाइल करि पारि न थांते, देशर इंडिया रो प्रेसिडेंट हे पारि न थांते। एमिति बहुत आपण को आगरे महान महान व्यक्ति माने अछंती, गोटे जगह रे असफल होई से रही जाई नाहंती, बारंबार चेष्टा करिसंती। गोटे नहला आ गोटे जानतु, चेष्टा तो करंतु, किंतु गोटे प्रति एते कामना वासना क्रोध थाए जे जदि सेही जिंसटी न मिले मनुष्य किछि ना किछि करि दिए। जेमिति कि कोनोसी एक बड़ परीक्षा रे कम मार्क आनिबा बा फेल हे जिबा मनुष्य को बा गोटे स्टूडेंट को एते कष्ट दिए जे से निज आत्मद्वाही पाई भी पछघुंचा देई न थाए। सेथि पे कुहा जे गीता पढ़ नाही, भल भाबरे तार अर्थ को बुझिबा को चेष्टा करो। जेतेबेले आमे एही शॉर्टकट बा अस्थायी सुख पछरे दौड़ू, सेतेबेले आमे सेही गोटे भूल करि बसु। आमे भाबू आजिर दिनटी नष्ट कले कोन हेबो, काली ठारू पढ़िबी किबा काम करिबी, किंतु सेही काली केबे आसे नाही। गीतार समाधान जीवन को बर्बाद हेबारु केमिति बंचाइबा। भगवान श्रीकृष्ण केवल समस्या कहते नहीं, से तार चमत्कार समाधान मध्य दियंते। जदि आपण निजको जीवन को बर्बाद हेबारु बंचाइबा को चाहुचंती, तेबे गीतार एही तीनोटी सूत्र को निज जीवन रे आजि ठारो ही प्रयोग करंतु। श्रीकृष्ण कहिसंती, जेउ मनिष निज मन को जीति पारिछि, तार मन तार सबुठारु बड़ बंधु। किंतु जे मनर दास होई जाइछि, तार मन तार सबुठारु बड़ शत्रु। मन को नियंत्रण करिबा पई अभ्यास एवं वैराग्य आवश्यक। खराब जिनसरु निजको दूरे रखिबार अभ्यास। मने रखंतु, जे निज मन को जीति जाइछि, से दुनियार कोनोसी भी काम रे पराजय आसीबो नाही, से विजय आड़को निहाती अग्रसर होबो। कर्म कर, फलर आशा रख नाही। आमे प्रायतः भूल काहेकि करू? कारण आमे काम करिबा पूर्वरु फल विषय भावी लोभरे पड़ी जाऊ। कर्मण्येवाधिकारस्ते मा फलेषु कदाचन। आपणक हातरे केवल परिश्रम करिवार अछि। जदि आपण निजर प्रतिटी मुहूर्त को संतोषजनक भावे कर्म रे लगाइबे, तेबे भूल करिबा पई आपणक पाखरे समय ही रहिबो नाही। मने रखंतु, भक्ति तो रावण ही करुथुला, किंतु तार कर्म तांको बर्बाद करिदेला। तेणु भक्ति करंतु न करंतु, भल कर्म करंतु। सेही कर्म आपनको परमात्मार सठिक दिग देखेइबो।
କର୍ମ ହିଁ ଭଗବାନ ବୋଲି ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି। ସାତ୍ବିକ ଜୀବନ ଶୈଳୀ ଆପଣାନ୍ତୁ। ଆପଣ କଣ ଖାଉଛନ୍ତି, କାହା ସହିତ ମିଶୁଛନ୍ତି ଏବଂ ଦିନସାରା କଣ ଦେଖୁଛନ୍ତି, ଏହା ଆପଣଙ୍କ ବୁଦ୍ଧିକୁ ସ୍ଥିର କରେ। ଭଲ ବହି ପଢ଼ନ୍ତୁ, ଜ୍ଞାନୀ ଲୋକଙ୍କ ସଙ୍ଗତ କରନ୍ତୁ ଏବଂ ନିଜର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ କରନ୍ତୁ। ବନ୍ଧୁଗଣ, ସମୟ ଏବଂ ଜୀବନ ବହୁତ ମୂଲ୍ୟବାନ। ଇତିହାସ ସାକ୍ଷୀ ଅଛି, ରାବଣ ଏତେ ବଡ଼ ପଣ୍ଡିତ ହୋଇ ମଧ୍ୟ ଅହଙ୍କାରରେ ଗୋଟିଏ ଭୁଲ ପାଇଁ ସର୍ବନାଶ ହେଇଗଲା। ଦୁର୍ଯ୍ୟୋଧନ ଲୋଭର ଗୋଟିଏ ଭୁଲ ପାଇଁ ପୁରା ବଂଶ ଧ୍ୱଂସ କରିଦେଲା। ଆଜି ଆପଣଙ୍କ ପାଖରେ ସୁଯୋଗ ଅଛି, ନିଜ ଜୀବନକୁ ଦେଖନ୍ତୁ। ଦୁର୍ଯ୍ୟୋଧନ ପାଖରେ ଭଗବାନ ଶ୍ରୀକୃଷ୍ଣଙ୍କର ଦ୍ୱାରିକାର ପୁରା ନାରାୟଣୀ ସେନା ଥିଲା, କିନ୍ତୁ ଅର୍ଜୁନଙ୍କ ପାଖରେ ସ୍ୱୟଂ ନାରାୟଣ ହିଁ ଥିଲେ ଏବଂ ସେ ସଠିକ ମାର୍ଗରେ ଧର୍ମରେ ଥିଲା। ତାର କଣ ବିଜୟ ହେଇନଥାନ୍ତା? କେଉଁ ସେହି ଗୋଟିଏ ଭୁଲ ଯାହା ଆପଣଙ୍କ ଭିତରେ ଖୋଳି କରି ଚାଲିଛି? ସେହି ଖରାପ ଅଭ୍ୟାସକୁ ଆଜି ଏହି ମୁହୂର୍ତ୍ତରେ ହିଁ ଚିହ୍ନଟ କରନ୍ତୁ ଏବଂ ତାକୁ ଦୂର କରିବାକୁ ସଂକଳ୍ପ ନିଅନ୍ତୁ। ମନେ ରଖନ୍ତୁ, ଗୋଟିଏ ଭୁଲ ପୁରା ଜୀବନ ବର୍ବାଦ କରିପାରେ, କିନ୍ତୁ ଆପଣଙ୍କର ଗୋଟିଏ ସଠିକ ନିଷ୍ପତ୍ତି ପୁରା ଜୀବନକୁ ଚମକାଇ ମଧ୍ୟ ପାରେ। ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନକୁ ଆପଣାନ୍ତୁ, ନିଜ କର୍ମ ପଥରେ ଆଗକୁ ବଢ଼ନ୍ତୁ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ସତ୍ୟ ଲାଗିଥାଏ ଏବଂ ଆପଣଙ୍କ ହୃଦୟକୁ ଛୁଇଁଥାଏ, ତେବେ ଏହାକୁ ନିଜ ପ୍ରିୟଜନମାନଙ୍କ ସହିତ ନିହାତି ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ଭୁଲ କରିବାରୁ ବଞ୍ଚି ପାରିବେ। ଆପଣଙ୍କର ଗୋଟିଏ ସେୟାର କାହାର ଜୀବନ ବଦଳାଇ ଦେଇପାରିବ। ଜୟ ଶ୍ରୀକୃଷ୍ଣ।